ତ ଜୟ ଜଗନ୍ନାଥ। ପ୍ରଥମ ଥର ପାଇଁ କି ଚ୍ୟାନେଲଟିକୁ ଯଦି ନୂଆ କରି ଆସିଛନ୍ତି ତ ସବସ୍କ୍ରାଇବ ଟେ କରିଦେବେ, ନୋଟିଫିକେସନ ଅନ୍ କରି ରଖିଦେବେ। ଆଜିର ଏକ ନୂଆ ନୋଟିଫିକେସନ ଆପଣଙ୍କ ମାନଙ୍କ ପାଇଁ ଆସିଅଛି, ଯେ ନୋଟିଫିକେସନ ଆପଣମାନଙ୍କ ପାଇଁ କି ବହୁତ ସୁଯୋଗ ମଧ୍ୟ ଅଛି। ପ୍ରତ୍ୟେକ ଜବ୍ ଏବଂ ରିଲେଟିଭ ର ନୋଟିଫିକେସନ ଏଇ ଭିଡିଓ ମଧ୍ୟରେ ଅଛି। ତ ଆପଣ ମାନେ ଯଦି ଜାଣିବାକୁ ଚାହୁଁଛନ୍ତି ଏଇ ଭିଡିଓର କେମିତିକା କଣ ପ୍ରୋସେସ ଅଛି, ତ ସମ୍ପୂର୍ଣ୍ଣ ମାତ୍ରାରେ ଭିଡିଓଟିକୁ ଦେଖନ୍ତୁ। ଜରୁରୀ ମାତ୍ରାରେ ଯୋଉ ଭିଡିଓଟିକୁ ସ୍କିପ୍ କରନ୍ତୁ ନାହିଁ ଏବଂ ସବସ୍କ୍ରାଇବ ଦବେଇକି ଯାଆନ୍ତୁ, କାରଣ ଏମିତିକା ରିଲେଟିଭ ଭିଡିଓ ଆପଣମାନଙ୍କ ପାଇଁ କି ପୁଣି ଆସିବ। ତ ଆଜି ଗୋଟେ ନୂଆ ପୋଷ୍ଟ ଫାଙ୍କା ଅଛି, ଯାହାକି ମାନେ ନୂଆ ଜବ୍ ପାଇଁ କି ନୋଟିଫିକେସନ ଆସିଛି। ତ ମୁଁ ଭାବିଲି କି ଭିଡିଓଟିକୁ ଆପଣମାନଙ୍କ ପାଖରେ ସେୟାର କରି, କାରଣ ପ୍ରତ୍ୟେକ ଜବ୍ ର ନୋଟିଫିକେସନ ଭିଡିଓ ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ମୁଁ ଦଉଛି। ତ ପ୍ରତ୍ୟେକ ଷ୍ଟୁଡେଣ୍ଟ ମଧ୍ୟ ଅପେକ୍ଷା କରି ବସିଥାନ୍ତି ତ ଏମିତିକା ରିଲେଟିଭ ଭିଡିଓ ଦେଖିବା ପାଇଁ। ଗାଇସ୍, ଆଜିର ଏକ ନୂଆ ନୋଟିଫିକେସନ ଆସିଛି, ଯାହାକି SBI ର 7,000 ପୋଷ୍ଟ ଆପଣଙ୍କୁ 7,000 ଉପମା ପୋଷ୍ଟ ମଧ୍ୟ ଆପଣଙ୍କ ପାଇଁ ଫାଙ୍କା ଅଛି। ତ ପ୍ରକୃତରେ ପୋଷ୍ଟ କେତେ, ତ କେତେଟା କ୍ରାଇଟେରିଆ ଅଛି, ସମ୍ପୂର୍ଣ୍ଣ କିଛି। ତ କ୍ରାଇଟେରିଆ ଗୁଡ଼ିକ ଆପଣମାନେ କଣ କଣ କ୍ରାଇଟେରିଆ ଅଛି ମୁଁ ଆପଣଙ୍କୁ କହିବି। କେମିତିକା ନା, ଏଜ୍ ଆପଣଙ୍କର କେତେ ଲାଗିପାରିବ, ପ୍ରୋସେସିଂ କେମିତିକା ହବ ଏବଂ ଆପଣଙ୍କର ସାଲାରୀ କେତେ ରହିବ, ଏଜ୍ ଆପଣଙ୍କର ଷ୍ଟାର୍ଟିଂ ଡେଟ୍ କେବେ ଆରମ୍ଭ ହବ ଏବଂ ସମ୍ପୂର୍ଣ୍ଣ କିଛି କ୍ରାଇଟେରିଆ ଭିଡିଓ ମଧ୍ୟରେ ଅଛି। ତ ଆପଣମାନଙ୍କୁ ଯଦି ଭିଡିଓଟିକୁ ଦେଖିବାକୁ ଚାହୁଁଛନ୍ତି ତ ଭିଡିଓଟିକୁ ଜମା ସ୍କିପ୍ ନ କରି ଦେଖନ୍ତୁ। ମୁଁ ଆପଣମାନଙ୍କ ପାଇଁ କି କିପରି ଆପ୍ଲାଏ ଆପଣମାନେ କରିପାରିବେ ସେଇଭଳି ପ୍ରୋସେସ ଆପଣମାନଙ୍କ ପାଇଁ ସ୍କ୍ରିନ୍ ସର୍ଟରେ ଆପଣଙ୍କୁ ଲଗେଇ ଦଉଛି। ତ ଆପଣମାନେ ଭିଡିଓଟିକୁ ଜମାରୁ ସ୍କିପ୍ ନ କରି ଦେଖନ୍ତୁ। ତ ଏବେ ମୁଁ ଆପଣଙ୍କୁ ଦେଖଉଛି। ଦେଖନ୍ତୁ ସାଙ୍ଗମାନେ, ଆପଣ କଣ କରିବେ ନା, ପ୍ରଥମେ ତ SBI ଆପଏଣ୍ଟମେଣ୍ଟ ରେଜୁମେଣ୍ଟ 2024 ନୋଟିଫିକେସନ ଆଉଟ୍ ହେଇଛି। 7,150ଟି ପୋଷ୍ଟ ଆପଣଙ୍କର ଫାଙ୍କା ଅଛି। ତ କେତେଟି ପୋଷ୍ଟ? 7,150ଟି ପୋଷ୍ଟ ଫାଙ୍କା ଅଛି। ତ ମଧ୍ୟ ମୁଁ ଆପଣମାନଙ୍କୁ ଦେଖେଇଦେବି, ଆପଣଙ୍କୁ ପୁରା କ୍ରାଇଟେରିଆ ଦେଖେଇଦେବି। ତ ଆସି ଦେଖିପାରିବେ, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ SBI ର କଣ୍ଟ୍ରୋଲ ରେଜୁମେଣ୍ଟ ପ୍ରମୋସନ ଅଛି। ଆପଣଙ୍କ ଡିପାର୍ଟମେଣ୍ଟ ହବ CRPD, ଆପଣଙ୍କ ମୁମ୍ବାଇରେ ହବ। ଯେହେତୁ ଆପଣଙ୍କ ଓଡ଼ିଶାରେ ହେଇପାରିବନି, ମୁମ୍ବାଇରେ ହବ। ତ ଆପଣମାନେ ଯେଉଁଠି ପକେଇ ପାରିବେ, ଦେଖିବେ ମୁମ୍ବାଇରେ ଆପଣଙ୍କର ପାଇଁ କି ଏଠି ଫର୍ମଟି ବାହାରି ଅଛି। ତ ଆପଣଙ୍କୁ ଏଠି କଣ କରିବାକୁ ହବ ନା, ଏଠି ପୋଷ୍ଟରେ ରହିଲା ଆପଣଙ୍କର SCT ଆପଣଙ୍କର 1961ଟା ଆପଣଙ୍କର ରହିବ ଆପଏଣ୍ଟମେଣ୍ଟ, ମାନେ ଆପଏଣ୍ଟମେଣ୍ଟ ପକେଇବା ପାଇଁ କି ଡିପାର୍ଟମେଣ୍ଟ ଆପଣଙ୍କର ରହିବ କଣ ହବ ନା, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ବା CRPD। ଆପଣଙ୍କର ଟୋଟାଲ ଟ୍ରେନିଂ ଷ୍ଟେଟ୍ ରହିବ କେତେଟା ନା 7,150ଟି, ମାନେ ଆପଣଙ୍କର ପୋଷ୍ଟରେ ରହିବ 34ଟା ଷ୍ଟେଟରେ ଆପଣଙ୍କର ହେଇପାରିବ। ତ ଏଠି ଆପଣଙ୍କ ଦରମା କେତେ ରହିବ ନା, ଦେଖିପାରୁଥିବେ 15,000 ପାର ମନ୍ଥରେ ରହିବ। ଆପଣଙ୍କର ଡ୍ୟୁରେସନ ଟ୍ରେନିଂ ଓଭର 1 ଇୟର ଆପଣଙ୍କର ହେଇପାରିବ। ଆପ୍ଲିକେସନ ମୋଡ୍ ଆପଣଙ୍କର ରହିବ ଅନଲାଇନ ଓନି NAPS ପୋର୍ଟାଲ ପ୍ଲସ୍ SBI ୱେବସାଇଟରେ ଆପଣଙ୍କର ଅନଲାଇନ ପ୍ରୋସେସଟା ରହିପାରିବ। ସିଲେକ୍ସନ ମୋଡ୍ ରହିବ ଆପଣଙ୍କର କେତେ ନା, ଅନଲାଇନ ରାଇଟିଂ ରହିବ, ଟେଷ୍ଟ ରହିବ, ଲୋକାଲ ଲାଙ୍ଗୁଏଜ ଆପଣଙ୍କ ଯେଉଁ ଡିଷ୍ଟ୍ରିକ୍ଟରେ ରହୁଛନ୍ତି ସେଇ ଡିଷ୍ଟ୍ରିକ୍ଟର ଲୋକାଲ ଲାଙ୍ଗୁଏଜ ଆପଣଙ୍କୁ ଜାଣିବାକୁ ପଡ଼ିବ, ବା ସେଇ ଷ୍ଟେଟରେ ଲୋକାଲ ଲାଙ୍ଗୁଏଜ ଆପଣଙ୍କୁ ଜାଣିବାକୁ ପଡ଼ିବ। ବିଶେଷ କରି ଷ୍ଟେଟ ଆପଣ ଦେଖନ୍ତୁ ଯେ ଆପଣ ଓଡ଼ିଶାରେ ରହୁଛନ୍ତି, ତ ଆପଣଙ୍କୁ ଓଡ଼ିଶାର ଓଡ଼ିଆ ଭାଷାଟି ଭଲ ଭାବରେ ଜାଣିବାକୁ ପଡ଼ିବ। ଆପଣ ମେଡିକାଲ ଏକ୍ସାମିନେସନ ଆପଣଙ୍କର ରହିବ। ଏଠି କଣ ନା, ଏକ୍ସାମିନେସନ ଆପଣଙ୍କୁ ଦେଖିପାରିବେ ଅଫିସିଆଲ ୱେବସାଇଟରେ ଦେଇଦେଇଛି, ଦେଖନ୍ତୁ www.sbi.com। ଯଦି ନାହାନ୍ତି ଆମ ଡେସ୍କ୍ରିପସନରେ ଯାଇକି ଅଫିସିଆଲ ୱେବସାଇଟ ମଧ୍ୟ ପାଇପାରିବେ। ଏଠି ଆପଣଙ୍କ ଡେଟ୍ ଆଡଭାନ୍ସମେଣ୍ଟ ରହିବ କେତେ ନା, 19/5/2026ରେ ରହିବ। ତ ରେଜିଷ୍ଟ୍ରେସନ 19/5/2024। ଯେହେତୁ ଆପଣଙ୍କ ରେଜିଷ୍ଟ୍ରେସନର ଚାଲିଗଲାଣି, ଆପଣ ଏବେ ବି ମଧ୍ୟ କରିପାରିବେ, କାରଣ ଅନଲାଇନ ରେଜିଷ୍ଟ୍ରେସନ ଡ୍ୟୁରେସନ ଏକ୍ସଟେଣ୍ଡ କେତେ ଅଛି ନା 15/6। ତ ଆପଣ ଆରାମସେ ପକେଇ ପାରିବେ। ଏଜ୍ କାଲକୁଲେଟର ଆପଣ 1/4/2026ରେ କରିପାରିବେ। ଆପଣଙ୍କର ଏଠି ଆହୁରି ମଧ୍ୟ ମୁଁ ଆପଣଙ୍କୁ ଦେଖାଇ ଦଉଛି, ଆପଣଙ୍କର ପ୍ରତ୍ୟେକ ଷ୍ଟେଟ୍ ପାଇଁ କି ଭାରି ଅଛି। କେ ଷ୍ଟେଟ୍ର କେତେଟା ଅଛି, ମୁଁ ଖାଲି ମୁମ୍ବାଇ କହୁନି, ମୁମ୍ବାଇ ହେଡ୍ ଅଫିସ୍ କଥା ଆପଣଙ୍କୁ କହୁଥିଲି। ପ୍ରତ୍ୟେକ ଷ୍ଟେଟ୍ରେ ଆପଣଙ୍କୁ ମୁଁ ଏବେ କହୁଛି, ମାନେ ପ୍ରତ୍ୟେକ କେ ଷ୍ଟେଟ୍ର କେତେ ପୋଷ୍ଟ ଫାଙ୍କା ଅଛି। ଗୁଜୁରାଟରେ ଆପଣଙ୍କର କେତେ ଅଛି ନା, ଯେହେତୁ ଆପଣଙ୍କର 217ଟା। ଆପଣଙ୍କୁ ଭାଷା କଣ ଜାଣିବାକୁ ହେବ? ଗୁଜୁରାଟୀ ଭାଷା, ଯେହେତୁ ଲାଙ୍ଗୁଏଜଟା ଆପଣଙ୍କୁ ଗୁଜୁରାଟୀରେ କହିବାକୁ ହବ କାଷ୍ଟମରକୁ। ଯେପରିକି ଆପଣଙ୍କୁ ବ୍ୟାଙ୍କରେ ଆପଣଙ୍କୁ ସପୋଜ ବ୍ୟାଙ୍କର ପାଇଲେ ଆପଣଙ୍କୁ କାଷ୍ଟମରକୁ କଣ ନା ଗୁଜୁରାଟୀରେ ଆପଣଙ୍କୁ ଜଣାଇବାକୁ ହବ। ଆନ୍ଧ୍ରପ୍ରଦେଶରେ ତେଲୁଗୁ ରହିବା ଦରକାର ଏବଂ ଉର୍ଦ୍ଦୁ ରହିବା ଦରକାର। ଟୋଟାଲ ଭ୍ୟାକେନ୍ସି ଆପଣଙ୍କର କେତେ ଅଛି ନା 709ଟା। ଭିଡ଼ିଓ ଟିକେ ଲଙ୍ଗ ହେଇଯିବ, ଆପଣମାନେ ଆରାମସେ ଦେଖନ୍ତୁ। କର୍ଣ୍ଣାଟକରେ କେତେ ରହିଲା, କାନାଡା ଭାଷା ଆପଣଙ୍କୁ ଜାଣିବା, କାନାଡା ଭାଷା ଜାଣିବାକୁ ପଡ଼ିବ ଏବଂ 276ଟା ପୋଷ୍ଟ ପାଇବ। ଛତିଶଗଡ଼ରେ ହିନ୍ଦୀ ଦରକାର ଅଛି 93ଟା ଟୋଟାଲ ଦରକାର। ମଧ୍ୟପ୍ରଦେଶରେ ହିନ୍ଦୀ ଦରକାର ଅଛି ଆପଣଙ୍କ 250। ତାପରେ କଣ ଆସିବ, ମୁଁ ଆପଣମାନଙ୍କୁ କହୁଥିଲି ଏବେ ନା, ଓଡ଼ିଶା, ଓଡ଼ିଆ ଭାଷା ଆପଣଙ୍କୁ ଜାଣିବାକୁ ପଡ଼ିବ ଏବଂ 229ଟା ପୋଷ୍ଟ। ଭାଇ 229ଟା ପୋଷ୍ଟ ଆପଣଙ୍କୁ ଫାଙ୍କା ଅଛି, ତ ଆରାମସେ ଆପଣ ପକେଇ ପାରିବେ। ତାପରେ ୟୁଟି ଲଦାଖରେ ଆପଣଙ୍କୁ ଦେଇପାରିବେ, ତ 15ଟା ପୋଷ୍ଟ ଭାବେ। ହିମାଚଳ ପ୍ରଦେଶ ହିନ୍ଦୀ ଦରକାର, ଆପଣଙ୍କ ପୋଷ୍ଟ ଅଛି 80ଟା।
ଛତିଶଗଡ଼ରେ ହିନ୍ଦୀ ପଞ୍ଜାବୀ ଦରକାର 15ଟା, ପଞ୍ଜାବରେ ପଞ୍ଜାବୀ ହିନ୍ଦୀ ଦରକାର 345ଟା, କାଶ୍ମୀରରେ ଆପଣଙ୍କର ଉର୍ଦ୍ଦୁ ଦରକାର ହିନ୍ଦୀ ଦରକାର 350, ହରିୟାଣାରେ ହିନ୍ଦୀ ପଞ୍ଜାବୀ 320ଟା ଦରକାର। ଏମିତିକି ଆପଣଙ୍କର ଡିଷ୍ଟ୍ରିକ୍ଟ ଅରୁଣାଚଳ ପ୍ରଦେଶରେ ଦେଇଛି 26ଟା, ତାମିଲନାଡୁରେ ଦେଇଛି 396, ତାମିଲ ଭାଷା ଆପଣଙ୍କୁ ଦରକାର। ଅରୁଣାଚଳ ପ୍ରଦେଶରେ ଆପଣଙ୍କର ଇଂଲିଶ କହିବାକୁ ପଡ଼ିବ। ନେଦରଲ୍ୟାଣ୍ଡରେ ଇଂଲିଶ ଅଛି 20ଟା ପଡ଼ିବ, ମେଘାଳୟରେ ଇଂଲିଶ ରହିବ, ଆଉ କାଶୀର କିଛି ଭାଷା ଆପଣଙ୍କର ଲାଙ୍ଗୁଏଜର କହିବାକୁ ପଡ଼ିବ, ଯେହେତୁ 8ଟା ପୋଷ୍ଟ ଫାଙ୍କା ଅଛି। ତ୍ରିପୁରାର ବେଙ୍ଗଲୀ ଅଛି, କକାବରର 88ଟା ରହିବ। ଏମିତିକି ଆପଣଙ୍କୁ ଡିଟେଲ୍ସ ଦେଖିପାରୁଥିବେ। ସମ୍ପୂର୍ଣ୍ଣ ଗୋଆର ବା କାଞ୍ଚନୀ ଏକ ଭାଷା ଅଛି, ଦିନରେ ହିନ୍ଦୀ। ଟୋଟାଲ ଆପଣଙ୍କର ମିଶେଇକି କେତେ ହେବ ନା 7150ଟି। ଯେହେତୁ ମୁଁ ଆପଣମାନଙ୍କୁ ଯେଉଁ ସବୁ କହିଗଲି, ଦେଖନ୍ତୁ ଆପଣମାନଙ୍କୁ ମୁଁ ଆଉ ଥରେ କହିବନି, ଆପଣମାନଙ୍କୁ ଏଇ ଓଡ଼ିଆଟା ଯେ 229ଟା ଆପଣ ଓଡ଼ିଶାରେ ରହିକି ଦେଖୁଛନ୍ତି, ତ ଓଡ଼ିଶାରେ ଆପଣ 229ଟା ପୋଷ୍ଟ ମଧ୍ୟ ଆପଣଙ୍କୁ କମ୍ପିଟିସନ କରିବାକୁ ହବ। ତାପରେ କ୍ୟାଟେଗୋରୀ ଆପଣଙ୍କର ଦେଖିପାରୁଥିବେ, ଏଠି ସମ୍ପୂର୍ଣ୍ଣ କ୍ୟାଟେଗୋରୀ ଦେଇଛି। କ୍ୱାଲିଫିକେସନ ଆପଣ ଗ୍ରାଜୁଏସନ ଯଦି ହେଇଥିବ ତ ଆରାମସେ ପକେଇ ପାରିବେ। ତାପରେ ଆପଣଙ୍କର ୱେବସାଇଟରେ ଯାଇ ପକେଇବେ, ଗ୍ରାଜୁଏସନ ହେଇଲେ ଆରାମସେ ପକେଇ ପାରିବେ। ଆପଣଙ୍କୁ ଗ୍ରାଜୁଏସନ ଫର୍ମ ରିକରାଇଜ ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ ଆପଣଙ୍କୁ ଆବଶ୍ୟକ ଅଛି। ଆପଣଙ୍କର ଯେ ବ୍ୟାଙ୍କିଂ କରିଲେ ଯେ ପକେଇବେ ତା ନୁହେଁ, ଆପଣଙ୍କର ଗ୍ରାଜୁଏସନ ପିଲା ମଧ୍ୟ ପକେଇ ପାରିବେ। ତାପରେ ଆଧାର ରିକ୍ୱାରମେଣ୍ଟ ହବ, ଆପଣଙ୍କର 25ଟା ରହିବ, ସିଭିଲ ଦେଖିବେ। ଜେନେରାଲ ପାଇଁ କି ଏଜ ରିଲାକ୍ସେସନ ଅଛି 20ରୁ 28 ଇୟର, SC ST ପାଇଁ ଅଛି 5 ଇୟର, OBC ପାଇଁ ଅଛି 3 ଇୟର, 3 ଇୟର୍ସ, PW ପାଇଁ ଅଛି ଗଭର୍ଣ୍ଣମେଣ୍ଟ ଆପଣଙ୍କର ହବ। ଫ୍ରି ଆପଣଙ୍କର ରହିବ, ଯେହେତୁ ଗାଇସ୍ ଆପଣମାନଙ୍କ ପାଇଁ ମୁଁ ଆଣିଛି, ଯେହେତୁ ଫ୍ରି ଆପଣମାନଙ୍କ ପାଇଁ କେତେ ରହିବ ନା ଏକ୍ସାମିନେସନ ଫ୍ରି 300 ଟଙ୍କା ରହିବ, ଯଦି ନନ୍ ରିଫଣ୍ଡ ମାନେ ଆପଣଙ୍କର ରିଫଣ୍ଡ ହବ ନାହିଁ। ଆପଣ SC ST PW ପାଇଁ ନିଏ ଆପଣମାନେ ଯାଇକି ଏଠି ଆପଣଙ୍କୁ ଦେଖିବ ଷ୍ଟେଟ ଅନୁସାରେ ରାଇଟିଂ ଏକ୍ସାମିନେସନ ଅବଜେକ୍ଟିଭ ଟାଇପ ଆପଣଙ୍କୁ ଦେଖେଇ ପାରିବେ। ଜେନେରାଲ ଫାଇନାନ୍ସ ବା ଇଏ ରହିବ ଆପଣଙ୍କର 25 ମାର୍କ, ମ୍ୟାକ୍ସିମମ୍ 25 ରହିବ, 15 ମିନିଟ ଆପଣଙ୍କର ରହିବ। ଜେନେରାଲ ଇଂଲିଶ ରହିବ 25 ମାର୍କ 15 ମିନିଟରେ। ଆପଣଙ୍କୁ ଏଠି ଦେଖିବେ ଟୋଟାଲ ଆପଣଙ୍କ ମାର୍କ କେତେ ରହିବ ନା 100 ମାର୍କ ପରୀକ୍ଷା 60 ମିନିଟରେ ଆପଣଙ୍କୁ ଏକ୍ସାମ ଦେବାକୁ ପଡ଼ିବ, OMR ଯେହେତୁ ଆପଣଙ୍କ ରହିବ। এটা ଦେଖିପାରୁଥିବେ ST ବା ଷ୍ଟେଟର ୱାଇଜରେ ଆପଣଙ୍କୁ ଏଠି ସମ୍ପୂର୍ଣ୍ଣ ଦେଇଦେଇଛି, ଦେଖିକି ଆପଣ ଆରାମସେ ଫର୍ମଟିକୁ ପକେଇ ପାରିବେ। ଫାଷ୍ଟ ଭିଡ଼ିଓ ଆରମ୍ଭରୁ ମୁଁ ଆପଣମାନଙ୍କୁ ଯେଉଁ ସବୁ କ୍ରାଇଟେରିଆ ବିଷୟରେ କହିବନି, ସେଇ ସବୁ ବିଭିନ୍ନ କ୍ରାଇଟେରିଆର ଯେମିତିକା ମୁଁ ଆପଣଙ୍କୁ କହୁଛି ସବୁନ ଏଇ ଭିଡ଼ିଓ ମଧ୍ୟରେ ଅଛି। ଆପଣମାନେ ଆରାମସେ ଭିଡ଼ିଓଟିକୁ ଦେଖିକି ଫର୍ମଟି ଆପ୍ଲାଏ ମଧ୍ୟ ଆପଣଙ୍କ ଫୋନ ମଧ୍ୟରେ କରିପାରିବେ, କୌଣସି ଅସୁବିଧା ନାହିଁ। ତ ଆପଣମାନେ ଏମିତିକା ଭଲ ପାଇବା ମୋତେ ଦେଇଥାନ୍ତୁ। ନେକ୍ସଟ ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଆବଶ୍ୟକ ହୋଇଥିବା କିଛି କମେଣ୍ଟ ଆପଣମାନେ ଦିଅନ୍ତୁ। ଆପଣ କୌଣସି ଭିଡ଼ିଓ ଦେଖିବା ପାଇଁ କି ଆପଣ ଚାହୁଁଛନ୍ତି, ତ ସେଇ ଭିଡ଼ିଓରେ ଆପଣ କମେଣ୍ଟ ମଧ୍ୟ ଶେଷରେ କମେଣ୍ଟ ଯାଇ କରନ୍ତୁ। ନେକ୍ସଟ ମୁଁ ଆପଣମାନଙ୍କ ପାଇଁ ସେମିତିକା ଭିଡ଼ିଓ କରିକି ଆସିବି। ଆପଣ ଭିଡ଼ିଓ ଆପଣଙ୍କୁ ଜବ୍ ରିଲେଟିଭ ଜବ୍ ପାଇଁ ବିଶେଷ ଜିନିଷ ଆପଣଙ୍କୁ ଦେଖେଇବି। ଆପଣ ସବସ୍କ୍ରାଇବ ମଧ୍ୟ କରନ୍ତୁ, ଯେଉଁମାନେ ସବସ୍କ୍ରାଇବ କରିନାହାନ୍ତି ସେମାନେ ମଧ୍ୟ କରନ୍ତୁ। ନେକ୍ସଟ ମୁଁ ଜବ୍ ରିଲେଟିଭ ଭିଡ଼ିଓ ଆପଣମାନଙ୍କ ପାଇଁ ନେଇ ଆସିବି। ତ ରହୁଛି ଏବେ, ଜୟ ଜଗନ୍ନାଥ।